ଆପଣମାନେ ଚିହ୍ନି ପାରୁନାହାନ୍ତି ଆଉ ଏଠି ମୁଁ ବୋଉଙ୍କୁ ଆଣିବାକୁ ଯାଉଛି। ବାପା କ'ଣ କରୁଛି ଭାବୁଛନ୍ତି କି? ଗେଟ୍ ଖୋଲୁଛି ମୁଁ ଗେଟ୍ ଖୋଲୁଛି ତ ମୁଁ ଯାଉଛି ମୋ ଗାଡ଼ି ନେଇକି ଆସିବି। ଯେମିତିକି ମୁଁ ପୂର୍ବ ବ୍ଲଗ୍ରେ ଆପଣମାନଙ୍କୁ କହିଥିଲି କି ଆମ ଗାଁକୁ କୌଣସି ବସ୍ ଯାତାୟାତ କରୁନାହିଁ। କେବଳ ଗୁରୁବାର ଦିନ ହିଁ ଅଟୋ ଆଉ ଟାଟା ମ୍ୟାଜିକ୍ ଚାଲେ। ଆଉ ଯାହାର ପର୍ସନାଲ୍ ଗାଡ଼ି ଥିବ ସିଏ ହିଁ କେବଳ ଡୁବୁରି କିମ୍ବା ସୁକିନ୍ଦା କୌଣସି କାର୍ଯ୍ୟରେ ଯାଇପାରିବ, ନହେଲେ କେହି ଯାଇପାରିବେ ନାହିଁ। ଡୁବୁରିରେ ପହଞ୍ଚିଲା ପରେ ବୋଉ ତାପରେ ଘର ପାଇଁ କିଛି ପରିବା କିଣି ନେଲେ। ପରିବା କିଣି ସାରି ତାପରେ ବୋଉ ମୋତେ ପଚାରୁଛନ୍ତି କି ଜାଗର ମେଳା ଏପର୍ଯ୍ୟନ୍ତ ଅଛି ପା ଆମ ଡୁବୁରିରେ, ତ ଚାଲୁନ ଯିବା। ଆଉ ମୁଁ କେମିତି ମନା କରିବି ବୋଉଙ୍କୁ। ତାପରେ ମୁଁ ବି ଚାଲିଗଲି ମୀନା ବଜାର ବୁଲିବା ପାଇଁ। ହଁ, ମାଆମାନଙ୍କ କଥା ତ ଆପଣମାନେ ଜାଣିଥିବେ। ମୀନା ବଜାର ଯାଇଛନ୍ତି ଆଉ ଖାଲି ହାତରେ ଆସିବେ ନା? ଘରକରଣା ଜିନିଷ ତ ସେ ନିଶ୍ଚୟ ନେଇକି ଆସିବେ। ନୂଆ ସୋଫା ସେଟ୍ ପାଇଁ ତାପରେ ଆମେ ସୋଫା କଭର୍ ଗୋଟେ ନେଇକି ଆସିଲୁ। ବଡ଼ ୟୁଟ୍ୟୁବର୍ ହେଇଯାଇଛି ନା ଏବେ। ମୋ ସବସ୍କ୍ରାଇବର୍ ଯଦି ମୋତେ ମୀନା ବଜାରରେ ଚିହ୍ନିଦେବେ, ସେଇଥିପାଇଁ ମୁଁ ମୁହଁରେ ମାସ୍କ ଲଗାଇଥିଲି। କୌଣସି ଜିନିଷ କିଣନ୍ତୁ କି ନ କିଣନ୍ତୁ, କିନ୍ତୁ ସେ ଜିନିଷକୁ ଭଲ କି ସେ ନିରୀକ୍ଷିକି ଦେଖିବେ। ଟ୍ୟୁସନ୍ ପିଲାଙ୍କ ଗାର୍ଡ଼ିଆନ୍ ଫୋନ୍ କରୁଛନ୍ତି ବୋଲି ତାପରେ ମୁଁ ମକାଟା ପାର୍ସଲରେ ନେଇ ଆସିଲି, ଆଉ ଖାଇପାରିଲିନି। ଆପଣଙ୍କୁ ଯେଉଁ ମୁଁ କହୁଥିଲି କି ମୁଁ ଗୋଟେ ସୋଫା କଭର୍ ଆଣିଛି ବୋଲି, ଏଇ ସୋଫା କଭର୍ଟା ଆଣିଛି। କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ କୁହନ୍ତୁ। ରହିଲି, ନମସ୍କାର। ଦେଖା ହେବ ଆଉ ଗୋଟେ ବ୍ଲଗ୍ରେ। ହର ହର ମହାଦେବ।